ପଦାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ପ୍ରକୃତ ସତ, ବିଳମ୍ବ ହେତୁ ଲୋକେ ହଟହଟା। ଆଜ୍ଞା ହଁ, ପଦାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ପ୍ରକୃତ ସତ। 81% ସମସ୍ୟାର ସମାଧାନ ହୋଇଛି ବୋଲି କାର୍ଯ୍ୟାଳୟ ଦର୍ଶାଉଛି। ହେଲେ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଏହାକୁ ଭୁଲ ପ୍ରତିପାଦିତ କରୁଛି, ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ନେଇ ପ୍ରଶ୍ନ ଉଠାଇଛନ୍ତି। ଗତ 8 ମାସରେ ମାତ୍ର 8 ଥର ହିଁ ବସିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଗତ 7 ଥରରେ ଗ୍ରହଣ କରାଯାଇଥିବା ଅଭିଯୋଗ ପତ୍ର ମଧ୍ୟରୁ 81% ମାମଲାର ସମାଧାନ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାସ୍ଫୋଟ ମାରୁଛି। ବାସ୍ତବରେ ଚିତ୍ରକୁ ପଦାରେ ପକାଇଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ବାରମ୍ବାର ଦୌଡ଼ି ସୁଦ୍ଧା ଲୋକଙ୍କୁ ନ୍ୟାୟ ମିଳୁନି। ଜିଲ୍ଲାପାଳ, ଏସ୍ପିଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲେଖିଥିବା ଏହି ଚିଠି ଅଭିଯୋଗ ଶୁଣାଣିର ଅବସ୍ଥାକୁ ସ୍ପଷ୍ଟ କରିଦେଇଛି। ଚିଠିରେ ଲେଖାଯାଇଛି, ଅଭିଯୋଗଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ପରିଲକ୍ଷିତ ହେଉଛି ଯେ ଅନେକ ଅଭିଯୋଗ ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବିତ ହୋଇଛି। ଫଳରେ ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି। ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବି ଚିଠିରେ ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅସଲ ଚିତ୍ର ଆସିବା ପରେ ସରକାରକୁ ଘେରିଛନ୍ତି ବିରୋଧୀ। କେବଳ ଶୁଣାଣି କଲେ ହେବନି, ସମସ୍ୟାର ସମାଧାନ ବି କରିବାକୁ ବିଜେଡି ପ୍ରସ୍ତାବ ଦେଇଛି। କଂଗ୍ରେସ ଅଭିଯୋଗ କରିଛି, ପ୍ରଶାସନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନଥିବାରୁ ଏ ସମସ୍ୟା ଉପୁଜୁଛି।